ମାଛ ନିଅ ମସଲା ଫସଲା ଦେଇକି ଟିକେ ମାଛ ମସଲା ବନେଇ ଦବ ତ ମାଛ ମସଲା यस ହଉ ବହୁତ କମ ଟାଇମ ରେ ସିମ୍ପଲ ରୋଷେଇରେ ଯଦି ଗୋଟେ ବହୁତ ବଢିଆ ମାଛ ତରକାରୀ ଚାହୁଁଛନ୍ତି ତାହେଲେ ଏଇ ଆଇଟମଟା ନିହାତି ଟ୍ରାଏ କରନ୍ତୁ। ରେସିପି କଥା ଯଦି କହିବି ରେସିପିଟା ପୁରା ସହଜ ଆଉ ତରକାରୀଟା ପୁରା ୱାଓ ବାଲା ଟେଷ୍ଟ। ଆଉ ସେ ୱାଓ ଟେଷ୍ଟ ପଛର ମୂଳ ଜିନିଷଟି ହଉଛି ଏଇ ଗରମ ମସଲା। ୟାକୁ ଛାଡିକି ମୁଁ ଆଉ କିଛି ପକେଇ ନଥିଲି। ଦେଖିବାକୁ ଗଲେ ଏଇ ଗୋଟିଏ ମସଲାରେ ତ ସବୁ ଜିନିଷ ରହିଛି। ସବୁକୁ ମିଶେଇକି ହାଲକା ଟିକେ ଭାଜିକି ଗୁଣ୍ଡ କରିଦେଲି। ବାସ୍ ତାପରେ ରେଡି ହେଇଗଲା ଆମର ହୋମମେଡ୍ କିଚେନ କିଙ୍ଗ ଗରମ ମସଲା। ତେଣିକି ସେ ମସଲା ମାଛ ତରକାରୀ ହଉ କି ଚିକେନ ତରକାରୀ ବା ମଟନ ତରକାରୀ ସବୁଥିରେ ପକେଇ ପାରିବେ। ଟେଷ୍ଟ ପୁରା ୱାଓ ଲାଗିବ। ପ୍ରଥମେ ତ ଆମର ମେନ୍ ଗରମ ମସଲା ରେଡି ହେଇଗଲା। ତାପରେ ମାଛକୁ ସବୁ ଭାଜିଦେଲି। ସେଇ ଭିତରେ ପିଆଜ ଟମାଟୋ ବି କାଟିଦେଲି। ପିଆଜକୁ ମୁଁ ଏଠି ପୁରା ରଫଲି କାଟିଛି। ପୁରା ଚୁନ ଚୁନ ନୁହେଁ ପୁରା ବଡ ବଡ ନୁହଁ ଯେମିତି ସେମିତି କରି କାଟି ଦେଇଛି। ଏମିତି କାଟିବାର ବି କାରଣ ଅଛି କାହିଁକି ନା ଭାଜିଲା ବେଳକୁ ଯେତିକି ଛୋଟ ପିଆଜ ଥିବ ଟିକେ ମଉଳି ଯିବ ଆଉ କିଛି ବଡ ସାଇଜର ପିଆଜ ଟିକେ ଗୋଟା ରହିବ। ଆଉ ସେମିତି ହେଲେ ମାଛ ମସଲାର ମସଲାଟା ପୁରା ମସ୍ତ ଲାଗିବ। ତା ସହିତ ଦୁଇଟା ବଡ ସାଇଜର ଟମାଟୋ ବି ନେଇଛି। ଏବେ ତ ଦେଶୀ ଟମାଟୋ ଖଟା ଅଛି ତେଣୁ ଦିଟାରେ ହେଇଯିବ। ପ୍ରଥମେ ମାଛ ଭାଜି ସାରିକି ସେଇ ତେଲରେ ପିଆଜକୁ ହାଲକା ଟିକେ ଭାଜିଲି। ତାପରେ 2 ଚାମଚ ଛେଚା ଅଦା ରସୁଣ ପକେଇଲି। ମସଲାର କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଟିକେ ଭାଜି ସାରିବା ପରେ ତାପରେ ଟମାଟୋକୁ ପକେଇକି ଭାଜିଲି। ଆଉ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ଟିକେ ହଳଦୀ ଦେଇକି ଭଲସେ ତାକୁ ମିଶେଇ ଦେଲି। ମସଲା ଭଲସେ ହେଇଯିବା ପରେ ଠିକ ଲାଷ୍ଟ ଟାଇମରେ ଗୁଣ୍ଡ କରି ରଖିଥିବା ଗରମ ମସଲାକୁ ପକେଇକି ଆଉ ଟିକେ କଷିଲି। ଏଇଥିପାଇଁ ଟିକେ ଲେଟ୍ କରି ପକେଇଲି। ଫାଷ୍ଟରୁ ପକେଇ ଦେଇଥିଲେ ମସଲା ହେଇସାରିଲା ବେଳକୁ ତାର ବାସ୍ନା ପୁରା ପଳେଇ ଯାଇଥାନ୍ତା। ତାପରେ ସେଥିରେ ଅଳ୍ପ କିଛି ପାଣି ଦେଇକି ଭଲସେ ଗୋଳେଇକି କିଛି ସମୟ ଫୁଟେଇଲି। ଆଉ ମସଲା ପାଣି ପୁରା ଭଲସେ ଫୁଟିଯିବା ପରେ ଗୋଟେ ଗୋଟେ କରି ମାଛକୁ ସେଥିରେ ସାଇଜ କରିକି ରଖିଲି। ଆଉ କିଛି କଟା ଧନିଆ ପତ୍ର ପକେଇ ହାଇ ଫ୍ଲେମରେ ଟିକେ ଫୁଟେଇଲି। ମଝିରେ ମଝିରେ ଧୀରେ ଧୀରେ ହାଲକା ଟିକେ ଟିକେ ଗୋଳେଇ ଦେବା ପରେ ତରକାରୀ ରେଡି ହେଇଯିବ। ରେସିପିଟି ଭଲ ଲାଗିଥିଲେ ଭିଡିଓକୁ ଗୋଟେ ଲାଇକ୍ କରିବେ। ତା ସହିତ ମାଛ ଲଭର୍ସ ମାନେ ଘରଣୀ ମାନଙ୍କୁ ସେୟାର କରିବା ପାଇଁ ଜମା ବି ଭୁଲିବେନି।